ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜିର କ୍ଲାସରେ ଦେଖିବା ଆଉ ଅନ୍ୟ ଏକ ପ୍ରବନ୍ଧ ଯାହାର ଶୀର୍ଷକ ହେଉଛି ଛାତ୍ର ଜୀବନରେ ଶୃଙ୍ଖଳା। ଉପକ୍ରମ: କୋମଳମତୀ ଶିଶୁଟିଏ ଧୂଳି ଧୂସରିତ ବାଲ୍ୟ ଜୀବନର ସୀମାସର ହଦ ଡେଇଁ କ୍ରମେ କ୍ରମେ ଜୀବନ ପଥରେ ଆଗୁସାର ହୁଏ। ତାର ବାଲ୍ୟ ଚପଳତା ସତ୍ତ୍ୱେ ଜିଜ୍ଞାସା ବୋଧକୁ ସେ ପ୍ରଶମିତ କରିପାରେ ନାହିଁ। ଅଦମ୍ୟ ଉତ୍ସାହରେ ସେ ଜଗତକୁ ଓ ଜୀବନକୁ ଅନୁଭବ କରିଥାଏ। ଏହି ଅନୁଭବ ହିଁ ତାର ଶିକ୍ଷା ଦୃଷ୍ଟିକୁ ଶାଣିତ କରେ। ଆରମ୍ଭ ହୁଏ ତାର ଛାତ୍ର ଜୀବନ। ଶୃଙ୍ଖଳାର ମାର୍ଗକୁ ଅନୁସରଣ କରି ସେ ବଢ଼ି ଉଠିଥାଏ। ଛାତ୍ର ଜୀବନ ହେଉଛି ଏକ ସଫଳ ଜୀବନର ଆଧାର। ଏହି ଆଧାର ଉପରେ ତାର ଭବିଷ୍ୟତ ଜୀବନ ଗଢ଼ି ହୋଇଥାଏ। ଏହି ଜୀବନରେ ସେ ଶାରୀରିକ, ମାନସିକ ଓ ସାମାଜିକ ବିକାଶର ସମ୍ଭାବନାମୟ ପରିଣତିକୁ ହାସଲ କରେ। ଏହି ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାର ଦ୍ୟୋତକ ହୋଇଥିବାରୁ ସେ ଶୈକ୍ଷିକ ପରିସରରେ ନାନା ଆହ୍ୱାନକୁ ମୁକାବିଲା କରି ଶୃଙ୍ଖଳା ମାର୍ଗୀ ହୋଇଥାଏ। ଶୃଙ୍ଖଳାବୋଧ: ଛାତ୍ର ଜୀବନ ହିଁ ବାଲ୍ୟାବସ୍ଥାରୁ ଯୌବନାବସ୍ଥାକୁ ଏକ ଜଟିଳ ଗତି। ତେଣୁ ପରିବେଶ ଓ ପରିସ୍ଥିତି ସହିତ ଖାପ ଖୁଆଇ ତାକୁ ନିୟମାନୁବଦ୍ଧ ହେବାକୁ ପଡ଼େ। ଶ୍ରେଣୀଗୃହ ଛାତ୍ର ପାଇଁ ତାର ଦ୍ୱିତୀୟ ଗୃହ ହୋଇଥିବାରୁ ସେ ବନ୍ଧୁତ୍ୱର ବନ୍ଧନ, ମାନସିକ ଭାବାବେଗ, ଶିକ୍ଷା ସାରଣୀ, କ୍ରୀଡ଼ା କୌତୁକ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳାବୋଧ ରକ୍ଷା କରିବା ଆବଶ୍ୟକ। ସମୟାନୁବର୍ତ୍ତୀ ହେବା, ଶିକ୍ଷକ, ଗୁରୁଜନ ଓ ଉଚ୍ଚ ଶ୍ରେଣୀର ବଡ଼ ଭାଇ ଭଉଣୀମାନଙ୍କୁ ସମ୍ମାନ ଦେବା ଇତ୍ୟାଦି ଆଚରଣ ବିଧି ମାନିବା ଛାତ୍ରର ପ୍ରାଥମିକ ଶୃଙ୍ଖଳା। ଏଥିପ୍ରତି ସେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକ। ଛାତ୍ର ଜୀବନ ଜ୍ଞାନ, ଦକ୍ଷତା ଓ ମୂଲ୍ୟବୋଧର ପରିମାପକ। ଭବିଷ୍ୟତର ଏକ ସମୃଦ୍ଧ ଜୀବନ ପାଇଁ ଶୃଙ୍ଖଳାବୋଧ ଏକାନ୍ତ ଜରୁରୀ। ଉପକାରିତା: ଛାତ୍ର ଜୀବନରେ ଶୃଙ୍ଖଳା ହିଁ ଅଭିବୃଦ୍ଧି ଘଟାଏ। ଏହା ଆଶା ଓ ଆଶ୍ୱାସନା ଆଣେ, ଜୀବନକୁ ନୂତନ ରୂପେ ଅନୁଭବ କରିବାର ଦିବ୍ୟ ଦୃଷ୍ଟି ଦିଏ। ଏହା ବୌଦ୍ଧିକ ବିକାଶ ଘଟାଇ ସୀମାହୀନ ସୁଯୋଗ ଦାନ କରେ। ଉତ୍ତମ ବୁଝାମଣା, ନୈତିକ ମୂଲ୍ୟବୋଧ ଜ୍ଞାନ, ସମୟର ସୁବିନିଯୋଗ, ଗୁଣାତ୍ମକ ବ୍ୟକ୍ତିତ୍ୱର ବିକାଶ, ସାହସିକତା ଇତ୍ୟାଦି ଶୃଙ୍ଖଳା ଯୋଗୁଁ ହିଁ ସମ୍ଭବ ହୁଏ। ଶୃଙ୍ଖଳା ହିଁ ଛାତ୍ର ଜୀବନରେ ନାନାବିଧ ସମୃଦ୍ଧି ଆଣିଥାଏ। ଉପସଂହାର: ଛାତ୍ର ଜୀବନ ହେଉଛି ଜୀବନର ଏକ ମହାମୂଲ୍ୟର ସମୟ। ଏହା ଯେତେ ଶୃଙ୍ଖଳିତ, ମାର୍ଜିତ ଓ ଜନଗ୍ରାହୀ ହୁଏ, ସେତେ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମାର୍ଗ ପ୍ରଶସ୍ତ କରେ। ଜୀବନ ପୁସ୍ତକର ଏହା ଏକ ଉଲ୍ଲେଖଯୋଗ୍ୟ ପୃଷ୍ଠା ହୋଇଥିବାରୁ ପ୍ରତ୍ୟେକ ଛାତ୍ର ଏହି ଜୀବନକୁ ଗୁରୁଜନମାନଙ୍କ ଆଦର୍ଶ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉପଦେଶ, ସହପାଠୀମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ଦ୍ୱାରା ଶୃଙ୍ଖଳା ଜ୍ଞାନରେ ସାଇତି ରଖିବା ଆବଶ୍ୟକ। ତେଣୁ ଛାତ୍ର ଜୀବନରେ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।